ଲୋକମାନେ ସାଧାରଣତଃ ପିତ୍ତଳ ଏବଂ ତମ୍ବା ପାତ୍ରରେ ପାନୀୟ ଜଳ ଏବଂ ଖାଦ୍ୟ ରାନ୍ଧିବା ପାଇଁ ବ୍ୟବହାର କରୁଥିଲେ। ଚୁଲିରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା ଏବଂ ସମସ୍ତେ ବହୁତ ଉତ୍ସାହର ସହିତ ଖାଇବାକୁ ଉପଭୋଗ କରୁଥିଲେ। ସମୟ ସହିତ ଏହା ବଦଳି ଏବେ ରସ ଏବଂ ଷ୍ଟିଲ୍ ପାତ୍ର ବ୍ୟବହାର ଚାହିଦା ବଢ଼ିଲା। ପିତ୍ତଳ ଏବଂ ତମ୍ବା ପାତ୍ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ରାନ୍ଧିବା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ, ବରଂ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଦୃଢ଼ କରିବାରେ ସାହାଯ୍ୟ କରେ। ପିତ୍ତଳକୁ ଉଷ୍ମ ପ୍ରକୃତିର ବୋଲି ବିବେଚନା କରାଯାଏ। ପିତ୍ତଳ ପାତ୍ରରୁ ଖାଦ୍ୟ ଖାଇବା କିମ୍ବା ପାଣି ପିଇବା ଥଣ୍ଡା ରୋକିବାରେ ସାହାଯ୍ୟ କରିପାରେ ଏବଂ କଫ ଆଦି ସମସ୍ୟା ଦୂର କରିପାରେ ବୋଲି କୁହାଯାଏ। ପିତ୍ତଳ ପାଚନ ଏବଂ ଅନ୍ୟାନ୍ୟ ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ଲାଭଦାୟକ। ଉତ୍ତରପ୍ରଦେଶର ମିର୍ଜାପୁରରେ ଶତାବ୍ଦୀ ଧରି ପିତ୍ତଳ ପାତ୍ର ତିଆରି ହୋଇଆସୁଛି ଏବଂ ଏଥିରେ ଏହାର ଚାହିଦା ଅଧିକ ଥିଲା। କିନ୍ତୁ ପରିବର୍ତ୍ତନ ସମୟ ସହିତ ଏହାର ବ୍ୟବହାର ବହୁତ ହ୍ରାସ ପାଇଛି। ଜଣେ ଦୋକାନୀ ଲଲୁରାମ କେଶରାଙ୍କ ଅନୁସାରେ ପିତ୍ତଳ ପାତ୍ରରେ ସଂରକ୍ଷଣ କରାଯାଇଥିବା ପାଣି ପିଇବା କ୍ଷତିକାରକ ଜୀବାଣୁକୁ ମାରିଥାଏ। ଯଦି ରାତାରାତି ପିତ୍ତଳ ପାତ୍ରରେ ପାଣି ରଖାଯାଇ ସକାଳେ ଖାଲି ପେଟରେ ପିଆଯାଏ, ତେବେ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବ। ପିତ୍ତଳ ପାତ୍ରରେ ରନ୍ଧା ଖାଦ୍ୟ ଗମ୍ଭୀର ରୋଗରୁ ରକ୍ଷା କରେ ଏବଂ ଏକ ଖୁସି ମନୋଭାବକୁ ପ୍ରୋତ୍ସାହିତ କରିପାରେ। ଆୟୁର୍ବେଦରେ ଏହାର ଗୁଣଗୁଡ଼ିକ ଭଲ ଭାବରେ ପ୍ରମାଣିତ ହୋଇଛି। ଏହାର ଲାଭ ସତ୍ତ୍ୱେ ବର୍ତ୍ତମାନ କମ୍ ଲୋକ ସେମାନଙ୍କ ଦୈନନ୍ଦିନ ଜୀବନରେ ପିତ୍ତଳ ପାତ୍ର ବ୍ୟବହାର କରନ୍ତି। ବ୍ୟୁରୋ ରିପୋର୍ଟ, ଏଚଟିଭି ଓଡ଼ିଆ।